ବାରେ ମୋର ଶିକ୍ଷିତ ଚାକିରିଆ ପୁଅ। ହୃଦୟସ୍ପର୍ଶୀ କାହାଣୀ। ସମୟ ଥିଲେ କାହାଣୀଟିକୁ ପୂରା ଶୁଣନ୍ତୁ। ସବୁଦିନ ପରି ଜ୍ୟୋତିକାନ୍ତ ବାବୁ ସ୍ତ୍ରୀ ଯଶୋଦାଙ୍କ ପାଖରେ ବସି ନିଜ ବ୍ୟବସାୟର ଭଲ ମନ୍ଦ ବିଷୟରେ କଥା ହେଉଥିଲେ। ଏହି ସମୟରେ ସାନ ପୁଅ ଆସି କହିଲା, ବାପା, ମୋର 15,000 ଟଙ୍କା ଦରକାର ଅଛି। କାର୍ ଖରାପ ଅଛି, ରିପେୟାରିଂ କରିବାକୁ ପଡ଼ିବ। ଜ୍ୟୋତିକାନ୍ତ ବାବୁ ସ୍ତ୍ରୀ ଯଶୋଦାଙ୍କୁ ଇସାରା କରି କହିଲେ, ଟ୍ରେଜେରୀରୁ ଟଙ୍କା କାଢ଼ି ପୁଅକୁ ଦିଅ। ଏହାର କିଛି ସମୟ ପରେ ବଡ଼ ପୁଅ ଆସି କହିଲା, ବାପା, ମୋତେ 20,000 ଟଙ୍କା ଦିଅ। ପିଲାମାନଙ୍କର ସ୍କୁଲ ଆଡ଼ମିସନ୍ ହେବ। ମୋତେ ଦରମା ମିଳିନି, ମିଳିଲେ ଫେରେଇ ଦେବି। ବାପା ସବୁ ଜାଣୁଥିଲେ, ସବୁ ବୁଝୁଥିଲେ ଯେ ଦୁଇ ପୁଅଙ୍କ ଉଦ୍ଦେଶ୍ୟ କ'ଣ। ତଥାପି ସେ କିଛି କହୁନଥିଲେ। ଭାବୁଥିଲେ, କ'ଣ ଫରକ ପଡ଼ୁଛି, ମୋର ଯାହା କିଛି ଅଛି ସବୁ ତ ମୋ ପିଲାମାନଙ୍କର। କିନ୍ତୁ ଯଶୋଦା ଦେବୀ ଟିକେ ମନ ଉଣା କରି କହନ୍ତି, ପିଲାମାନଙ୍କ ପିଛାରେ ଏମିତି ପଇସା ଉଡ଼ାଅନି। ଆରେ ଯଶୋଦା, ତମେ ତ ଜାଣିଛ ମୋ ପିଲାମାନେ ହେଲେ ମୋ ଜୀବନ। ହଁ ଯେ, ହେଲେ ନିଜ ବୃଦ୍ଧାବସ୍ଥାରେ ନିଜ ପାଖରେ ତ କିଛି ସଞ୍ଚିତ ଅର୍ଥ ରଖିବା ଉଚିତ। ଆରେ ଯଶୋଦା, ତମେ କ'ଣ ପାଇଁ ଚିନ୍ତା କରୁଛ? ଭଗବାନ ଆମକୁ ଅଭାବ କରିନାହାନ୍ତି। ତା ଛଡ଼ା ମୋତେ ମୋ ପୁଅମାନଙ୍କ ଉପରେ ପୂରା ବିଶ୍ୱାସ ଅଛି। ସେମାନେ ଆମର କେବେ ହେଲେ ଅବହେଳା କରିବେନି। ଯଶୋଦା ଦେବୀ ଚୁପ୍ ହେଇଯାଉଥିଲେ, କିନ୍ତୁ ମନେ ମନେ ଭାବୁଥିଲେ, ସତରେ ତମେ କେତେ ସରଳ। ଆଜିର ଦୁନିଆରେ କେହି କାହାର ନୁହେଁ। ନିଜକୁ ପରିଣତ ବୟସରେ ଯେମିତି ଅଣଦେଖା ହେବାକୁ ନ ପଡ଼େ, ସେଥିପାଇଁ କିଛି ସଞ୍ଚିତ ଅର୍ଥ ନିଜ ନାମରେ ରଖିନେବା ଉଚିତ। ଏମିତି ଭାବି ଚାଲିଥିଲା ବେଳେ ଜ୍ୟୋତିକାନ୍ତ ବାବୁ କହିଲେ, ଆରେ ତମେ କ'ଣ ଏତେ ଭାବୁଛ? ଯାଅ, ମୋ ଚା ପିଇବା ସମୟ ହେଲାଣି। ଚା ଟିକିଏ ବନାଅ, ନହେଲେ ମୁଁ ନିଜେ ବନେଇକି ପିଇଦେବି। ଯଶୋଦା ଦେବୀ କହିଲେ, ଆରେ ନା, ତମେ କ'ଣ ପାଇଁ ବନେଇବ? ମୁଁ ରାଜୁକୁ କହୁଛି, ଚା ବସେଇ ଦେବ। ପ୍ରକୃତରେ ରାଜୁକୁ ଯଶୋଦା ଦେବୀ ଘରର କାମ କରିବା ପାଇଁ ରଖିଥିଲେ। କାରଣ ସେ ଚାହୁଁନଥିଲେ ବୋହୂମାନଙ୍କୁ କାମର ବୋଝ ପଡ଼ୁ। ଯଶୋଦା ଏମିତି ମଜାରେ କହିଲେ, ତମେ ଚା କେବେ କରିଛ ଯେ କହୁଛ ନିଜେ କରିଦେବ? ଶ୍ରୀମତୀ, ତମେ କ'ଣ ମୋତେ ଚ୍ୟାଲେଞ୍ଜ କରୁଛ? ଦେଖ କେମିତି ଚା ବନଉଛି। ପିଇଲେ ଥରେ ସବୁବେଳେ ମୋ ହାତ ତିଆରି ଚା'ର ଦିବାନା ହେଇଯିବ। ଏମିତି କହି ଜ୍ୟୋତିକାନ୍ତ ବାବୁ ନିଜେ ରୋଷେଇ ଘରକୁ ଯାଇ ଚା ତିଆରି କଲେ। ଏତିକି ବେଳେ ରାଜୁ କୁଆଡ଼େ ଥିଲା ଆସିକି କହିଲା, ବାବୁ, ମୁଁ କ'ଣ ପାଇଁ ଅଛି? ଆପଣ ବସନ୍ତୁ, ମୁଁ ଚା ବନେଇ ଦେଉଛି। ଆରେ ରାଜୁ, ତୁ ଯା ବସେ। ଆଜି ତୁ ମୋ ହାତ ତିଆରି ଚା ପିଇକି କହ କେମିତି ଲାଗୁଛି। ତାପରେ ଚା ବନଉ ବନଉ ଜ୍ୟୋତିକାନ୍ତ ବାବୁ ସ୍ତ୍ରୀ ଯଶୋଦାଙ୍କ ପାଇଁ ଗୀତ ଗାଇଲେ। ବାହାରେ ଦୁଇ ବୋହୂ ଶ୍ୱଶୁରଙ୍କ କଥା ଶୁଣି ମନେ ମନେ ହସୁଥିଲେ। ସନ୍ଧ୍ୟା ଭ୍ରମଣରେ ପ୍ରତିଦିନ ପରି ଉଭୟ ସ୍ୱାମୀ ସ୍ତ୍ରୀ ବାହାରିଗଲେ। ଜ୍ୟୋତିକାନ୍ତଙ୍କ ପରି ଏତେ ଭଲ ମଣିଷକୁ ସ୍ୱାମୀ ରୂପେ ପାଇ ଯଶୋଦା ନିଜ ଭାଗ୍ୟକୁ ପ୍ରଶଂସା କରୁଥିଲେ। କିନ୍ତୁ କଥାରେ ଅଛି ନା, ବେଳେବେଳେ ନିଜ ଭାଗ୍ୟକୁ ନିଜର ହିଁ ନଜର ଲାଗିଯାଏ। ସେମାନେ କିଛି ଦୂର ଯାଇଥାନ୍ତି, ହଠାତ୍ ଗୋଟେ କାର୍ଟେ ତାର କଣ୍ଟ୍ରୋଲ ହରେଇ ମାଡ଼ି ଆସିଲା ଏବଂ ସେମାନଙ୍କୁ ଧକ୍କା ଦେଇକି ପଳେଇଲା। ଯଶୋଦା ଦେବୀଙ୍କର ଯେତେବେଳେ ହୋସ ଆସିଲା, ସେ ନିଜକୁ ହସ୍ପିଟାଲର ବେଡ୍ରେ ପାଇଲେ। ସେ ପାଖରେ ଥିବା ନର୍ସକୁ ସ୍ୱାମୀଙ୍କ ବିଷୟରେ ପଚାରିଲେ। ନର୍ସ ଜଣକ କହିଲେ, ସେ ଏବେ ଆୟୁଷରେ ଅଛନ୍ତି। ଏକଥା ଶୁଣିକି ଯଶୋଦା ଦେବୀଙ୍କ ମୁଣ୍ଡ କ'ଣ ହେଇଗଲା। ସେ ହାତରେ ଲାଗିଥିବା ସାଲାଇନ୍କୁ କାଢ଼ିକି ଫିଙ୍ଗିଦେଲେ, ଆଉ ଦୌଡ଼ିଗଲେ ଆଇସିୟୁ ଆଡ଼େ। ପଛରୁ ନର୍ସ ଆଉ ଅନ୍ୟ କର୍ମଚାରୀମାନେ ତାଙ୍କୁ ଅଟକେଇବାକୁ ଚେଷ୍ଟା କଲେ। କିନ୍ତୁ ଆଜି ଯେମିତି ଯଶୋଦା ଦେବୀଙ୍କ କାନକୁ କାହା କଥା ଶୁଣାଯାଉନଥିଲା। କେବଳ ନିଜ ସ୍ୱାମୀଙ୍କ ସ୍ନେହଭରା କଥା ତାଙ୍କ କାନରେ ଗୁଞ୍ଜରିତ ହେଉଥିଲା। ସ୍ୱାମୀଙ୍କ ଖରାପ ଅବସ୍ଥା ଦେଖି ସେ ନିଜକୁ ସମ୍ଭାଳି ପାରିଲେନି। ପାଖକୁ ଯାଇ ବହୁତ କାନ୍ଦିଲେ। ଉଠ ତମେ, ତମ ଛଡ଼ା ମୋତେ କେହି ବୁଝନ୍ତିନି। ତମ ବିନା ମୁଁ ଗୋଟେ ପାଦ ଆଗକୁ ଯାଇପାରିବିନି। ପରେ ତାଙ୍କୁ ଆଇସିୟୁରୁ କାଢ଼ିକି ନର୍ସମାନେ ନେଇ ଆସିଲେ ଏବଂ ଯଶୋଦାଙ୍କର ଟ୍ରିଟମେଣ୍ଟ କଲେ। ଯଶୋଦା ଲୁହ ଗଡ଼ଉଥିଲେ ଜ୍ୟୋତିକାନ୍ତଙ୍କ କଥା ଭାବିକି।
ଏତିକି ବେଳେ ବଡ଼ମା ଡାକ ଛାଡ଼ି ରାଜୁ ପାଖକୁ ଆସିଲା। ରାଜୁ ଆଖିରେ ଲୁହର ବନ୍ୟା। ଯଶୋଦା ଚାରିଆଡ଼େ ଆଖି ବୁଲେଇ ଆଣିଲେ। ରାଜୁ ଛଡ଼ା ଆଉ କେହି ଆସିନଥିଲେ। ରାଜୁ ଖାଇବା କାଢ଼ିକି ଦେଲା। କହିଲା, ବଡ଼ମା, ତମେ କିଛି ଖାଇନ, ନିଅ, ଅଳ୍ପ କିଛି ଖାଇଦିଅ। ତମେ ଜମା ବ୍ୟସ୍ତ ହୁଅନି ବଡ଼ମା, ବାବୁଙ୍କ ଦେହ ଜଲ୍ଦି ଭଲ ହେଇଯିବ। ରାଜୁର ଏଇ ସ୍ନେହପୂର୍ଣ୍ଣ କଥା ଶୁଣିକି ଯଶୋଦାଙ୍କ ମନରେ ଟିକେ ସାହସ ଆସିଲା। ଯାହା ହେଉ, ଏଇ ଦୁଃଖ ସମୟରେ କିଏ ତ ତାଙ୍କର ସାହାରା ହେଇକି ଠିଆ ହେଇଛି। ଏଇ ସମୟରେ ନର୍ସ ଆସିକି କହିଲା, ସାର୍ଙ୍କର ହୋସ୍ ଆସିଯାଇଛି। ରାଜୁ ଯଶୋଦାଙ୍କ ହାତ ଧରି ବାବୁଙ୍କ ପାଖକୁ ନେଇଗଲା। ଜ୍ୟୋତିକାନ୍ତ ଲାଚାର ଥିଲେ। ତାଙ୍କ ଗୋଡ଼ ହାତ କାମ କରୁନଥିଲା। ଯଶୋଦା ଦେବୀ ସାହସ ଦେଇକି କହିଲେ, ସବୁ ଠିକ୍ ହେଇଯିବ। ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ। ତମେ ଠିକ୍ ଅଛ। ଆମେ ଏଥର ଘରକୁ ଯିବା। କିଛି ଦିନ ପରେ ଦେହ ଟିକେ ଠିକ୍ ହେବାରୁ ହସ୍ପିଟାଲରୁ ଡିସଚାର୍ଜ ହେଇକି ଘରକୁ ଗଲେ। କିନ୍ତୁ ରାମଲାଲ ଏବେ ହୁଇଲ୍ ଚେୟାରରେ ଥିଲେ। ସେ ଚାଲିବାରେ ଅସମର୍ଥ ଥିଲେ। ଏବେ ଯଶୋଦା ଆଉ ତାଙ୍କ ସ୍ୱାମୀଙ୍କ ଜୀବନ ପୂରା ବଦଳି ଯାଇଥିଲା। ଦିନେ ଯେଉଁ ଘରରେ ସେମାନେ ମୁଖିଆ ଥିଲେ, ଆଜି ସେଇ ଘରେ ତାଙ୍କର କୌଣସି ସମ୍ମାନ ନଥିଲା। ନିଜ ପିଲାମାନଙ୍କ ନଜରରେ ସେମାନେ ବୋଝ ହେଇଯାଇଥିଲେ। ଜ୍ୟୋତିକାନ୍ତ ବାବୁଙ୍କୁ ଔଷଧ ପାଣି ଟିକିଏ କେହି ଦେଉନଥିଲେ। ସବୁ କାମ ଯଶୋଦା ନିଜେ କରୁଥିଲେ। ଦିନେ ରାଜୁ ଦୋକାନକୁ କିଛି ଜିନିଷ କିଣାକିଣି ପାଇଁ ଯାଇଥାଏ। ସେଥିପାଇଁ ଯଶୋଦା ସାନ ବୋହୂକୁ କହିଲେ, ମାରେ, ବାପାଙ୍କ ପାଇଁ କମ୍ ଲୁଣ ଲଙ୍କା ଦେଇକି ଟିକେ ଖେଚେଡ଼ି ବନେଇ ଦେ। ଏତିକି ଶୁଣିକି ସାନ ବୋହୂ ସାଙ୍ଗେ ସାଙ୍ଗେ ଜବାବ ଦେଲା, ମୋର ବହୁତ କାମ ଅଛି। ଏମିତିରେ ତମମାନଙ୍କ ଯୋଗୁଁ ଆମେ କେତେ ଦିନ ହେଲା କିଟିପାଟି ଯାଇପାରିନୁ। ଆଜି ଯିବାକୁ ବାହାରିଛୁ। ସେଥିପାଇଁ ତମେ ନିଜେ ଖେଚୁଡ଼ି ବନେଇ ଦିଅ। ଏତିକି କହିକି ଦୁଇ ବୋହୂ ସଜେଇ ହେଇକି କିଟିପାଟିକୁ ପଳେଇଲେ। ଯଶୋଦା ଯେତେବେଳେ ପୁଅମାନଙ୍କୁ ଫଳ କି ଔଷଧ ଆଣିବାକୁ କହୁଥିଲେ, ସେମାନେ କିଛି ନା କିଛି ବାହାନା କରିକି ମନା କରିଦେଉଥିଲେ। ବୋହୂମାନେ ମଧ୍ୟ ଜବାବ ଦେଇକି କହୁଥିଲେ, ମା, ତମେ ଯେତେ ଯାହା କଲେ ବି ବାପା ଆଉ ଠିକ୍ ହେବେନି। ସେଥିପାଇଁ ବାପାଙ୍କ ପଛରେ ଆଉ ଏତେ ଟଙ୍କା ଖର୍ଚ୍ଚ କରନି। ପୁଅ ବୋହୂଙ୍କ କଠୋର ବ୍ୟବହାର ତାଙ୍କ ମନରେ ଖୁବ୍ କଷ୍ଟ ଦେଉଥିଲା। ସେ ଭାବୁଥିଲେ, ଏଇ ପୁଅମାନେ ଦିନେ ଛୋଟ ଛୋଟ ଖର୍ଚ୍ଚ ପାଇଁ ବାପା ବାପା କହି ମାଗିବାକୁ ପଳେଇ ଆସୁଥିଲେ। ଏବେ ବାପା ଲାଚାର ହେଇଗଲେ ବୋଲି କ୍ଷୀରରୁ ମାଛି କାଢ଼ିକି ଫିଙ୍ଗିଦେଲା ଭଳି ବାପା ମାଆଙ୍କୁ ହତାଦାର କରୁଛନ୍ତି। ଯଶୋଦା ରୁମକୁ ଆସି ଦେଖିଲେ ସ୍ୱାମୀଙ୍କ ଆଖିରେ ଲୁହ ଥିଲା। ଜ୍ୟୋତିକାନ୍ତ ବାବୁ କହିଲେ, ଜାଣିଛ ଯଶୋଦା, ମୁଁ ମୋର ଦୁଇ ପୁଅଙ୍କୁ ଦୁଇ ହାତ ଭାବିଥିଲି। କିନ୍ତୁ ଆବଶ୍ୟକତା ବେଳେ ଏମାନେ ସ୍ୱାର୍ଥପର ହେଇଯାଇଛନ୍ତି। ହଁ ଯଶୋଦା, ତମେ ମୋ ପାଇଁ ବ୍ୟସ୍ତ ହୁଅନି। ମୁଁ ପୂରା ଠିକ୍ ଅଛି। ଆରେ, ଟ୍ରେଜେରୀ ଚାବିଟା କୁଆଡ଼େ ଗଲା? ମୁଁ ଏଇଠି ତ ରଖିଥିଲି। ରାଜୁ କହିଲା, ବଡ଼ମା, ସକାଳେ ସାନ ଭାଉଜ ଆଉ ବଡ଼ ଭାଉଜ ରୁମକୁ ଆସିଥିଲେ। ଆଉ ସେମାନେ ନେଇନାହାନ୍ତି ତ? ଏକଥା ଶୁଣିକି ଯଶୋଦା ଦେବୀଙ୍କ ମୁଣ୍ଡ କ'ଣ ହେଇଗଲା। ତଥାପି ନିଜକୁ ସମ୍ଭାଳିକି ଗଲେ। ବୋହୂମାନଙ୍କୁ ସଙ୍କୁଚିତ ହେଇ ପଚାରିଲେ, ବୋହୂ, ସେ ଟ୍ରେଜେରୀର ଚାବି ତମ ପାଖରେ ଅଛି କି? ନିର୍ଭୟରେ ବଡ଼ ବୋହୂ କହିଲା, ହଁ ଅଛି। ତମେ ତ ପଇସା ଗଛରେ ଫଳିଲା ପରି ଉଡ଼ଉଛ। ସେଥିପାଇଁ ଆଜିଠୁ ଟ୍ରେଜେରୀ ଚାବି ଆମ ପାଖେ ରହିବ। ଏବେ ବାପାଙ୍କର ଆଉ ରୋଜଗାର ନାହିଁ। ସେଥିପାଇଁ ତମେ ଟ୍ରେଜେରୀ ଚାବି କଥା ଭୁଲିଯାଅ। ବୋହୂମାନଙ୍କର ଜବାବ ଶୁଣିକି ଯଶୋଦା କାନ୍ଦି ପକେଇଲେ। ତା ପରଦିନ ଜ୍ୟୋତିକାନ୍ତ ବାବୁଙ୍କୁ ଟିକେ ଜ୍ୱର ହେଇଥାଏ। ସେଥିପାଇଁ ଯଶୋଦା ସାନ ପୁଅକୁ କହିଲେ, ପୁଅରେ, ଗାଡ଼ି କାଢ଼ିକି ଟିକେ ବାପାଙ୍କୁ ହସ୍ପିଟାଲ ନେଇଯା। ରୁଟିନ୍ ଚେକଅପ୍ କରେଇ ଦେବୁ। ସାନ ପୁଅ କହିଲା, ମା, ମୋ ଗାଡ଼ିରେ ତେଲ ନାହିଁ। କେତେ ପଇସା ଖର୍ଚ୍ଚ ହେଉଛି। ସେଥିରେ ବାପା ତ ଏବେ ଆଉ ବ୍ୟବସାୟ କରିପାରୁନାହାନ୍ତି। ଏମିତିରେ ସେ ଘରେ ବସିକି ରହିଲେ। ସେପଟୁ ବଡ଼ ପୁଅ ଆସିକି କହିଲା, ମା, ଆମେ ଚାକିରି କରୁଛୁ। ଆମ ପାଖେ ଫାଲତୁ କାମ ପାଇଁ ସମୟ ନାହିଁ। ତୁ ରାଜୁକୁ କହ, ଅଟୋ ଡାକିକି ଆଣିକି ବାପାଙ୍କୁ ନେଇଯିବ।
ଆଉ ପୁଣି ଥରେ ଫେରେଇ ଆଣିବ। ଯଶୋଦା ଅପମାନର ଜ୍ୱାଳା ସହିକି ସେମିତି ଠିଆ ହେଇଥିଲେ, କିନ୍ତୁ କିଛି କହିବାକୁ ଉଚିତ ମନେ କଲେନି। ରାଜୁ ଆସିକି କହିଲା, ବଡ଼ମା ଆସ, ମୁଁ ଅଟୋ ଡାକି ଦେଇଛି। ଯଶୋଦା ଦେବୀ କହିଲେ, କିନ୍ତୁ ରାଜୁ, ମୋ ପାଖରେ ତ ଔଷଧ ଆଉ ଫଳ ଆଣିବା ପାଇଁ ଟଙ୍କା ନାହିଁ। ଓ ବଡ଼ମା, ତମେ ବ୍ୟସ୍ତ ହୁଅନି, ମୁଁ କିଛି ଟଙ୍କା ସଞ୍ଚୟ କରି ରଖିଥିଲି, କାମରେ ଆସିବ। ଏତିକି କହିକି ସେ ଜ୍ୟୋତିକାନ୍ତ ବାବୁଙ୍କୁ ନେଇକି ଅଟୋରେ ବସେଇଲା। ସତରେ କହିବାକୁ ତ ରାଜୁ ଚାକର ଥିଲା, କିନ୍ତୁ ନିଜ ପୁଅଠୁ ବଳି ସେମାନଙ୍କର ସେବା କରୁଥିଲା। ଯଶୋଦା ଦେବୀ କହିଲେ, ରାଜୁ, ନିଜ ପିଲାମାନେ ହାତ ଛାଡ଼ିଦେଲେ, କିନ୍ତୁ ତୁ ଆମର ସାହାରା ହେଲୁ। ରାଜୁ କହିଲା, ବଡ଼ମା, ପିଲାବେଳୁ ବାପା ମା ଆରପାରିକୁ ଚାଲି ଯାଇଥିଲେ। ମୋତେ ମୋ ଜେଜିମା ପାଳି ପୋଷିକି ବଡ଼ କରିଛି। ଏବେ ସେ ମଧ୍ୟ ଆରପାରିରେ। ସତ କହିବାକୁ ଗଲେ ମୁଁ ତ ତମ ଦୁଇ ଜଣଙ୍କ ଭିତରେ ମୋ ନିଜ ବାପା ମାଙ୍କୁ ଦେଖିପାରୁଛି। ରାଜୁର ଆଖି ଲୁହ ଛଳ ଛଳ ହେଇଗଲା। ଅଟୋ ଯାଇ ପହଞ୍ଚିଲା ହସ୍ପିଟାଲରେ। ଡାକ୍ତର ଜ୍ୟୋତିକାନ୍ତ ବାବୁଙ୍କର ଚେକଅପ୍ ପରେ କିଛି ଖାସ୍ ଡାଏଟ୍ ଆଉ ଏକ୍ସରସାଇଜ୍ କରିବାକୁ କହିଲେ। ରାଜୁ ସବୁ ଭଲକି ବୁଝିନେଲା। ଅଟୋକୁ ବାଟରେ ଅଟକେଇକି ଔଷଧ ଆଉ ଫଳ କିଣିକି ଘରକୁ ଆସିଲା। ତାପରେ ସେ ନିଜେ ବାବୁଙ୍କ ଖାଇବା ପିଇବାର ଭଲସେ ଯତ୍ନ ନେଲା। ଫଳରେ ଅତିଶୀଘ୍ର ଜ୍ୟୋତିକାନ୍ତ ବାବୁ ଟିକେ ସୁସ୍ଥ ଅନୁଭବ କଲେ। ଆଉ ଟିକେ ଭଲ ହେବା ପରେ ଦିନେ ସେ ଦୁଇ ପୁଅଙ୍କୁ ହଲ୍କୁ ଡକେଇଲେ। କ'ଣ ହେଲା ବାପା, ତମର ତ କିଛି କାମ ନାହିଁ, ଯେତେବେଳେ ଦେଖ ଡାକିକି ବିରକ୍ତ କରୁଛ। ଏମିତି କହିକି ରୁମ୍ରୁ ବାହାରିକି ଆସିବା ପରେ ସାମ୍ନାରେ ମା ବାପାଙ୍କ ପାଖରେ ଦୁଇ ଜଣ ଅଜଣା ଲୋକଙ୍କୁ ଦେଖିକି ସେମାନେ ଟିକେ ଆଶ୍ଚର୍ଯ୍ୟ ହେଲେ। ଜ୍ୟୋତିକାନ୍ତ ବାବୁ କହିଲେ, ତମେମାନେ ଭୁଲି ଯାଇଛ ବୋଧେ, ଆଜି ମୋ ସ୍ତ୍ରୀର ଜନ୍ମଦିନ, ଆଉ ଆଜି ଏଇ ଶୁଭ ଅବସରରେ ମୁଁ ସବୁ ବ୍ୟବସ୍ଥା କରିଦେଇଛି। ଜ୍ୟୋତିକାନ୍ତ ବାବୁଙ୍କ ମୁହଁରେ ଆତ୍ମବିଶ୍ୱାସର ଝଲକ ସ୍ପଷ୍ଟ ବାରି ହେଉଥିଲା। ତାପରେ ଉଭୟ ସ୍ୱାମୀ ସ୍ତ୍ରୀ ମିଶିକି କେକ୍ କାଟିଲେ, ଆଉ ଜ୍ୟୋତିକାନ୍ତ ବାବୁ ସିଲ୍କ ଶାଢ଼ୀର ଗିଫ୍ଟ ପ୍ୟାକେଟଟେ ବଢ଼େଇ ଦେଲେ ଯଶୋଦା ଦେବୀଙ୍କ ହାତକୁ। ଦୁଇ ବହୁତ ଅବାକ୍ ହେଇକି ଅନେଇଥିଲେ। ଆରେ, ଏଇ ନିର୍ଲଜ ବୁଢ଼ା ପାଖେ ଏତେ ଟଙ୍କା କୋଉଠୁ ଆସିଲା? ଜ୍ୟୋତିକାନ୍ତ ବାବୁ ପୁଣି କହିଲେ, ଚାଲ ତମମାନଙ୍କୁ ଗୋଟେ ସରପ୍ରାଇଜ୍ ଦେଇଦେବା। ତାପରେ ସେଇ ଦୁଇ ଜଣ ବ୍ୟକ୍ତିଙ୍କର ପରିଚୟ କରେଇ କହିଲେ, ଇଏ ହେଉଛନ୍ତି ମୋ ଓକିଲ ଅରୁଣ, ଯିଏ ବଣ୍ଟନ ପତ୍ର ପାଇଁ ଆସିଛନ୍ତି, ଆଉ ଇଏ ରଘୁନାଥ ବାବୁ, ଯାହାଙ୍କୁ ମୁଁ ଏଇ ଘର 1,20,20,000ରେ ବିକିଦେଇଛି। ଘର ବିକିଦେଇଥିବା କଥା ଶୁଣିକି ଦୁଇ ପୁଅ ବୋହୂଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା। ଦୁଇ ପୁଅ ଚିଲେଇକି କହିଲେ, ବାପା, ତମେ କେମିତି ଆମକୁ ନ ପଚାରିକି ଏତେ ବଡ଼ ନିଷ୍ପତ୍ତି ନେଇଗଲ? ଜ୍ୟୋତିକାନ୍ତ ବାବୁ ରାଗିକି କହିଲେ, ମୋ କଥା ଆହୁରି ସରିନି। ତାପରେ ଓକିଲକୁ କହିଲେ ୱିଲ୍ ପେପର ପଢ଼ିକି ଶୁଣେଇବାକୁ। ଓକିଲ ବାବୁ ଶୁଣେଇଲେ। ବର୍ତ୍ତମାନଠୁ ଜ୍ୟୋତିକାନ୍ତ ବାବୁଙ୍କ ବ୍ୟବସାୟରେ କେବଳ ରାଜୁର ହକ୍ ରହିବ। ଆଜିଠୁ ସେ ସବୁ ବ୍ୟବସାୟ କାମ ସମ୍ଭାଳିବ, ଆଉ ବାକି ଘର ବିକା ପଇସାରୁ ଅଧା ନାତି ନାତୁଣୀଙ୍କ ନାଁରେ ରଖାଯିବ, ଯାହା ସେମାନେ ସାବାଳିକ ହେବା ପରେ ପାଇବେ। ଆଉ ଅଧା ପଇସାରେ ନିଜ ପାଇଁ ଛୋଟ ଘରଟେ କିଣିବି, ଯୋଉଠି ମୁଁ, ମୋ ସ୍ତ୍ରୀ ଆଉ ରାଜୁ ରହିବୁ। ହଁ, ମୋ ଘର ସବୁବେଳେ ମୋ ନାତି ନାତୁଣୀଙ୍କ ପାଇଁ ଖୋଲା ରହିବ। ଜ୍ୟୋତିକାନ୍ତ ବାବୁ ସ୍ପଷ୍ଟ ଭାବରେ ଶୁଣେଇଦେଲେ, ବର୍ତ୍ତମାନ ତମମାନଙ୍କ ପାଖରେ କେବଳ 10 ଦିନ ସମୟ ଅଛି। ଏଇ 10 ଦିନ ଭିତରେ ନିଜ ରହିବାର ବ୍ୟବସ୍ଥା ଅନ୍ୟଠି କରିନିଅ, କାରଣ 10 ଦିନ ପରେ
ଏଇ ଘର ଉପରେ ରଘୁନାଥ ବାବୁଙ୍କର ହକ୍ ହେଇଯିବ। ଜ୍ୟୋତିକାନ୍ତ ବାବୁ କହିଲେ, ହଁ ଆରେ ପିଲାମାନେ, ମୁଁ ତ ଗୋଟେ ଭ୍ରମରେ ବଞ୍ଚୁଥିଲି ଯେ ତମେମାନେ ମୋ ନିଜର, କିନ୍ତୁ ପ୍ରକୃତରେ ମୁଁ ଭୁଲି ଯାଇଥିଲି ଯେ ତମେ ସବୁ ସ୍ୱାର୍ଥପର। ଯାହା ହେଉ, ଭଗବାନ ଆମକୁ ଏଇ ଦୁଃଖ ଦେଲେ, ଫଳରେ ଆମେ ତମ ଅସଲି ମୁଖା କ'ଣ ଜାଣିପାରିଲୁ। ଆଜି ଯଦି ମୁଁ ସୁସ୍ଥ ଅଛି ତାହେଲେ ସେ କେବଳ ରାଜୁ ପାଇଁ। ବଡ଼ ପୁଅ କହିଲା, ବାପା ସେ ହେଉଛି ଗୋଟେ ଚାକର, ତାକୁ ଚାକର ହେଇକି ରହିବାକୁ ଦିଅ। ଆମେ ତ ତମ ନିଜ ପୁଅ। ରାଜୁ ଚାକର ନୁହେଁ, ସିଏ ପୁଅଠୁ ଅଧିକ। ଆରେ ମୁଁ ତାକୁ ମାସକୁ ଦରମାକୁ ଛାଡ଼ିଦେଲେ କ'ଣ ଦେଇଛି, ସେ କିନ୍ତୁ ତାର ସେବା ଆଉ ତ୍ୟାଗରେ ମୋତେ ନୂଆ ଜୀବନ ଦେଇଛି। ପୁଅ ବୋହୂ କିଛି ଉପାୟ ନ ପାଇ ବାପା ମାଆଙ୍କ ପାଦ ତଳେ ପଡ଼ିଗଲେ। ବୋହୂମାନେ ମାଆକୁ ଅନୁରୋଧ କରିକି କହିଲେ, ମା ତମେ ବାପାଙ୍କୁ କିଛି ବୁଝାଅ, ଆମର ଭୁଲ ହେଇଯାଇଛି, କ୍ଷମା କରିଦିଅ। ତମେ ଏମିତି କଲେ ସମ୍ପର୍କୀୟମାନେ କ'ଣ କହିବେ କହିଲେ? ସେମାନଙ୍କର ମା ଉପରେ ଆଶା ଥିଲା, କିନ୍ତୁ ଯଶୋଦା ଦେବୀ ସିଧା ଶୁଣେଇ ଦେଲେ। ଏଇ କଥା ତମର ସେତେବେଳେ ମନେ ପଡ଼ିଲାନି, ଯେତେବେଳେ ମୁଁ ତମମାନଙ୍କୁ ବାପାଙ୍କ ଜୀବନର ଭିକ ମାଗୁଥିଲି? ମନେ ରଖ, କେଉଁ ସମ୍ପର୍କୀୟ କ'ଣ କହିବେ ମୋତେ କିଛି ଫରକ ପଡ଼ିବନି। ତମେମାନେ ନିଜର ଜିନିଷ ପ୍ୟାକ୍ କରିକି ଏଠୁ ଶୀଘ୍ର ବାହାର। ପୁଅ ବୋହୂ ବାପା ମାଆଙ୍କ ରାଗ ଦେଖି ଭୟଭୀତ ହେଇଗଲେ। ଆଉ ଶେଷରେ ଜ୍ୟୋତିକାନ୍ତ ବାବୁଙ୍କ ଇଚ୍ଛା ଅନୁସାରେ ସବୁ ହେଲା। ପୁଅ ବୋହୂଙ୍କୁ ସେମାନଙ୍କ ଭୁଲର ଉଚିତ ଦଣ୍ଡ ମିଳିଲା। କାହାଣୀଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।